आईआईसी ସାର୍ ଏମିଲିକୁ କହିବେ, ଥ୍ୟାଙ୍କ ୟୁ ସାର୍, ଆପଣଙ୍କ ଆଶୀର୍ବାଦ ମୋ ଉପରେ ଏମିତି ସବୁବେଳେ ରହିଥାଉ। ତାପରେ ଏମିଲି କହିବେ, ଆରେ ଏମିଲି ଭୈରବ ଭରଦ୍ୱାଜ ତାର 14 ପୁରୁଷକୁ ଉଦ୍ଧାରି ଦିଏ। ତମେ ଖାଲି ପଲ୍ଲବୀକି ଏ କେସ୍ରୁ ଦୂରେଇ ରଖ ବାସ୍। ଆଉ ଆଦର୍ଶ ମହାପାତ୍ର ବିରୁଦ୍ଧରେ ଏମିତି ଚାର୍ଜସିଟ୍ ତିଆରି କର ଯେମିତି ସେ ସାରା ଜୀବନ ଜେଲ୍ ଭିତରୁ ବାହାରକୁ ଆସିପାରିବନି। ଆଉ ବାକି ସବୁ ଛାଡ଼ି ଦିଅ ମୋ ଉପରେ, ମୁଁ ବୁଝିବି। ତାପରେ ଆଇଆଇସି ସାର୍ ଆଦର୍ଶ ପାଖକୁ ଯାଇ କହିବେ, ମିଷ୍ଟର ଆଦର୍ଶ ମହାପାତ୍ର, ତମକୁ ଲାଗୁଥିବ ତମେ ବଡ଼ ବାପର ସନ୍ତାନ, ମର୍ଡର କରି ମଧ୍ୟ ଏଠୁ ଖୁବ୍ ସହଜରେ ଖସିଯିବ। ତାପରେ ଆଦର୍ଶ କହିବେ, ମୁଁ ମର୍ଡର କରିନି। ତାପରେ ଆଇଆଇସି ସାର୍ କହିବେ, ହଁ ସେ କଥା ଇନଭେଷ୍ଟିଗେସନ ପରେ ଜଣାପଡ଼ିବ। ମୁଁ ଏଇ କେସ୍କୁ ପର୍ସନାଲି ଇନଭେଷ୍ଟିଗେଟ୍ କରିବି। ଆଇ ମିନ୍ ମୁଁ ଏଇ କେସ୍ର ଇନଭେଷ୍ଟିଗେଟିଂ ଅଫିସର। ଏ କଥା ଯେମିତି ତମେ ଭୁଲି ନ ଯିବ। ତମମାନଙ୍କର ଏତେ ସାହସ, ତମେ ଏମଏଲ୍ଏ ଭୈରବ ଭରଦ୍ୱାଜ ବୋଲି ଜଣେ ଭଦ୍ର ଆଉ ନୀତିବାନ ପଲିଟିକାଲ ଲିଡର ଉପରେ ଆରୋପ ଲଗେଇଛ। ଭାବିଛ ଧନ ବଳରେ ତମେମାନେ ଯାହା ପାରିବ ତାହା କରିପାରିବ ମିଷ୍ଟର ଆଦର୍ଶ ମହାପାତ୍ର। କିନ୍ତୁ ମନେ ରଖ, ଆଇନ ସୁରକ୍ଷା ପାଇଁ ମୋ ଭଳି ଜଣେ ସଚ୍ଚୋଟ ଅଫିସର ଏବେ ବି ବଞ୍ଚିଛି। ତାପରେ ଅଚାନକ ସଞ୍ଜୀବ ଆସିବେ ଆଉ କହିବେ, ଇନ୍ସପେକ୍ଟର ମିଷ୍ଟର ବର୍ମା, ଆପଣ ତାଙ୍କ ସହିତ ଏଭଳି ଲାଙ୍ଗୁଏଜରେ କଥା ହେଇପାରିବେନି। ହି ଇଜ୍ ଓନ୍ଲି ସସ୍ପେକ୍ଟେଡ୍। କେବଳ ସନ୍ଦେହରେ ତାଙ୍କୁ ଲକଅପ୍ ଭିତରେ ରଖାଯାଇଛି। ଏଣ୍ଡ ଯେଉଁ ପର୍ଯ୍ୟନ୍ତ ତାଙ୍କ ଅପରାଧ ପ୍ରମାଣିତ ନ ହେଇଛି ସେ ପର୍ଯ୍ୟନ୍ତ ଆପଣ ତାଙ୍କ ସହିତ କ୍ରିମିନାଲ ଭଳି ଟ୍ରିଟ୍ କରିପାରିବେ ନାହିଁ। ତାପରେ ପଲ୍ଲବୀ ଚିତ୍ତ ଅଙ୍କଲ ପାଖକୁ ଆସିବେ। ତାପରେ ଚିତ୍ତ ଅଙ୍କଲ କହିବେ, ମ୍ୟାଡାମ ଆପଣ ହେଡକ୍ୱାର୍ଟରକୁ ଯାଇଥିଲେ, କ'ଣ ସବୁ ହେଲା ସେଠି? ତାପରେ ପଲ୍ଲବୀ କହିବେ, ବହୁତ ଆଶା ନେଇକି ମୁଁ ସେଠିକି ଯାଇଥିଲି ଚିତ୍ତ ଅଙ୍କଲ, କିନ୍ତୁ ମୋର ଦୁର୍ଭାଗ୍ୟ ଯେ ଆଦର୍ଶଙ୍କର କେସ୍ ମୋତେ ଦିଆଗଲାନି। ତାପରେ ଚିତ୍ତ ଅଙ୍କଲ କହିବେ, ଆଉ? ପୁଣି ପଲ୍ଲବୀ କହିବେ, ହେଡକ୍ୱାର୍ଟରର ଅଫିସର କହିଲେ, କେହି ଜଣେ ନୂଆ ଅଫିସର ଏବେ ଆସୁଛନ୍ତି ଏଇ କେସ୍ ଇନଭେଷ୍ଟିଗେସନ କରିବା ପାଇଁ। ଜଣା ନାହିଁ ସେ ନୂଆ ଅଫିସର କେମିତି ହେଇଥିବେ କେଜାଣି, ସେ ଆଦର୍ଶଙ୍କର କେସ୍କୁ କ'ଣ ଇନଭେଷ୍ଟିଗେସନ କରିବେ। ଆଉ ଦୁର୍ଭାଗ୍ୟକୁ ସେ ଜଣେ ଏମଏଲ୍ଏର ଲୋକ ହେଇଥିବ। ତାହେଲେ ଏ ଦଶାରୁ ସେ ଦଶା ପଳେଇଯିବ। ଅଙ୍କଲ, ମୁଁ ତ ବୁଝିପାରୁନି ମୁଁ କାହା ଉପରେ ଭରସା କରିବା ଉଚିତ ଆଉ କାହା ଉପରେ ଭରସା କରିବା ଉଚିତ ନୁହେଁ। ତାପରେ ଚିତ୍ତ ଅଙ୍କଲ କହିବେ, ଆପଣ ଭଗବାନଙ୍କୁ ହିଁ ବିଶ୍ୱାସ କରନ୍ତୁ ମ୍ୟାଡାମ। ସତ୍ୟ ଧର୍ମ ନ୍ୟାୟର ପତାକା ଯିଏ ଉଡଉଛି ସେ ଭଗବାନଙ୍କ ଉପରେ ଦିନେ ନା ଦିନେ ନିଶ୍ଚୟ ସେ କିଛି ଚମତ୍କାର କରେଇବେ। ତାପରେ ଆଇଆଇସି ସାର୍ ସଞ୍ଜୀବକୁ କହିବେ, ମୋ ନାଁ ଆଇଆଇସି ମିଷ୍ଟର ବିପିନ ବର୍ମା। ମୋ ମୁହଁରେ ଏମିତି କଥାବାର୍ତ୍ତା କରିବାକୁ ତୋର ସାହସ କେମିତି ହେଲା? ହୁ ଆର୍ ୟୁ? ତାପରେ ଆଇଆଇସି ସାର୍ ପାଖକୁ କଲ୍ ଆସିବ। ତାପରେ ସଞ୍ଜୀବ କହିବେ, ଫୋନ୍ ଉଠାନ୍ତୁ ମିଷ୍ଟର ବର୍ମା ସାହେବ, ହୁଏତ ଏଥିରୁ ଜାଣିପାରିବେ ମୁଁ କିଏ। ତାପରେ ଆଇଆଇସି ସାର୍ କଲ୍ ରିସିଭ୍ କରିବେ। ତାପରେ ଅଜୟ ସାର୍ କହିବେ, ଇନ୍ସପେକ୍ଟର ମିଷ୍ଟର ବର୍ମା, କ୍ୟାପିଟାଲ ଥାନାରୁ ଆପଣଙ୍କୁ ଅନ୍ୟ ଗୋଟେ ସହରକୁ ଟ୍ରାନ୍ସଫର କରାଯାଇଛି। ଆପଣଙ୍କ ଜାଗାରେ ସେ ଜଣେ ନୂଆ ଇନଭେଷ୍ଟିଗେଟିଂ ଅଫିସରକୁ ପଠାଯାଇଛି। ଆପଣଙ୍କ ଟ୍ରାନ୍ସଫର ଅର୍ଡର ଆପଣଙ୍କୁ ମେଲରେ ପଠେଇ ଦିଆଯାଇଛି। ଅର୍ଡରର ଫିଜିକାଲ କପି ସନ୍ଧ୍ୟା ସୁଦ୍ଧା ଆପଣଙ୍କୁ ମିଳିଯିବ। ତାପରେ ସଞ୍ଜୀବ କହିବେ, କ'ଣ ହେଲା, ଖବର ମିଳିଗଲା? ମୁଁ ହେଉଛି ସେଇ ନୂଆ ଇନଭେଷ୍ଟିଗେଟିଂ ଅଫିସର ଯାହାକୁ ମିଷ୍ଟର ଆଦର୍ଶ ମହାପାତ୍ରଙ୍କ କେସ୍ ହ୍ୟାଣ୍ଡେଲ କରିବାକୁ ଦିଆଯାଇଛି। ଏଣ୍ଡ ମୁଁ ଆଜି ହିଁ ମିଷ୍ଟର ମହାପାତ୍ରଙ୍କର କେସ୍ ଚାର୍ଜ ଆପଣଙ୍କ ଠାରୁ ନେବା ପାଇଁ ଅର୍ଡର ଅଛି। ଆଉ ହଁ, ମିସେସ୍ ପଲ୍ଲବୀ ମହାପାତ୍ର ଆଉ କନଷ୍ଟେବଲ ଚିତ୍ତ ଏବେଠୁ ଏହି ମୁହୂର୍ତ୍ତରୁ ମୋ ଅଣ୍ଡରରେ କାମ କରିବେ। ଇଜ୍ ଦ୍ୟାଟ୍ କ୍ଲିୟର? ତାପରେ ଆଇଆଇସି ସାର୍ କହିବେ, ଓକେ। ଏମିତି କହି 2 ଜଣ ପଲ୍ଲବୀ ପାଖକୁ ଆସିବେ। ତାପରେ ପଲ୍ଲବୀ କହିବେ, ଆପଣ? ତାପରେ ସଞ୍ଜୀବ କହିବେ, ୟେସ୍, ଆଜିଠୁ ଆଦର୍ଶଙ୍କର ନୂଆ ଇନଭେଷ୍ଟିଗେଟିଂ ଅଫିସର ମୁଁ ଆଇପିଏସ୍ ସଞ୍ଜୀବ ସାମନ୍ତ। ତାପରେ ପଲ୍ଲବୀ କହିବେ, ଆଇପିଏସ୍ ସଞ୍ଜୀବ ସାମନ୍ତ, ତାମାନେ ଆପଣ? ତାପରେ ସଞ୍ଜୀବ କହିବେ, ୟେସ୍, ସିଏମଙ୍କ ଅଫିସରୁ ସିଧା ଅର୍ଡର ମୋର ଏଇଠି ଅପଏଣ୍ଟମେଣ୍ଟ ହେଇଛି। ଯେ ପର୍ଯ୍ୟନ୍ତ ମୁଁ ଏଇଠି ରହିବି ଏଇ ଥାନାରେ, ଯେ ପର୍ଯ୍ୟନ୍ତ ଆଦର୍ଶଙ୍କର କେସ୍ ସଲ୍ଭ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ଏଇଠି ରହିବି ଏଇ ଥାନାରେ। ତାପରେ ଚିତ୍ତ ଅଙ୍କଲ ଆଉ ପଲ୍ଲବୀ ସେଲ୍ୟୁଟ କରିବେ। ତାପରେ ଚିତ୍ତ ଅଙ୍କଲ କହିବେ, ସାର୍ ଦେଖିଲେ ତ ମ୍ୟାଡାମଙ୍କ ଘରେ ଯେତେବେଳେ ଆପଣଙ୍କ ସହିତ ମୋର ଦେଖା ହେଇଥିଲା
ମୁଁ କହିଥିଲି ନା ଆପଣ ଦିନେ ନା ଦିନେ IPS ହେଇ ମୋ ସାମ୍ନାକୁ ନିଶ୍ଚୟ ଆସିବେ। ଏବେ ଦେଖନ୍ତୁ ମୋର କଥା ସତ ହେଲା ନା। ତାପରେ ସଞ୍ଜୀବ କହିବେ, ହଁ ଆପଣଙ୍କ କଥା ସତ ହେଲା, କିନ୍ତୁ ଆପଣ ହୁଏତ ଜାଣିନାହାନ୍ତି ଏସବୁ କେବଳ ପଲ୍ଲବୀଙ୍କ ପାଇଁ ସମ୍ଭବ ହୋଇପାରିଛି। ମୁଁ ତ ଆଶା ଛାଡ଼ି ଦେଇଥିଲି, କିନ୍ତୁ ପଲ୍ଲବୀ ମୋତେ ବାର ବାର ଏନକରେଜ କରିବାରୁ ମୁଁ IPS କ୍ଲିୟର କଲି। ଏ କିଛି ଦିନ ତଳେ ମୋର ଟ୍ରେନିଂ ସାରି ଆସିଛି, ଆଉ ମୋର ପରଫର୍ମାନ୍ସ ଦେଖି ମୋତେ ଏଇଠି ସିଧା ଆପଏଣ୍ଟମେଣ୍ଟ ଦିଆଯାଇଛି। ତାପରେ ପଲ୍ଲବୀ ଅଚାନକ କାନ୍ଦିବେ। ତାପରେ ସଞ୍ଜୀବ କହିବେ, ଚିନ୍ତା କରନି ପଲ୍ଲବୀ, ଏବେ ମୁଁ ଆସିଗଲିଣି ନା, ଏବେ ସବୁ ଠିକ୍ ହେଇଯିବ। ଆଦର୍ଶକୁ ମୁଁ ନିଶ୍ଚୟ ନ୍ୟାୟ ଦେବି। ମୋ ପାଇଁ ମୋ କ୍ୟାରିୟରର ସବୁଠୁ ବଡ଼ ଆଉ ପ୍ରେଷ୍ଟିଜିୟସ୍ କେସ୍ ଇଏ। ଏ କେସ୍ ତ ମୋତେ ସକ୍ସେସଫୁଲି ସଲ୍ଭ କରିବାକୁ ହିଁ ପଡ଼ିବ। ଏଣ୍ଡ ୟୁ ଆର୍ ନୋ, ଆଦର୍ଶଙ୍କ ଏଗେନଷ୍ଟରେ ଯାହା ସବୁ ଏଭିଡେନ୍ସ ରହିଛି ସେ ସବୁ ମିଛ। ତାଙ୍କ ଏଗେନଷ୍ଟରେ ସେମିତି କୌଣସି ଷ୍ଟ୍ରଙ୍ଗ ପ୍ରୁଫ୍ ନାହିଁ। ମୁଁ ବହୁତ ପରିଶ୍ରମ କରି ଏ କେସ୍ ଷ୍ଟଡି କରିଛି ପଲ୍ଲବୀ। ବାସ୍ ଏବେଠୁ ମୁଁ ଏ କେସ୍ ସଲ୍ଭ କରିବାରେ ଲାଗି ପଡ଼ିଲି ବୋଲି ଭାବିନିଅ। ଏଣ୍ଡ ଖୁବ୍ ଶୀଘ୍ର ଆଦର୍ଶ ଇନୋସେଣ୍ଟ ପ୍ରୁଫ୍ ହେଇ ଘରକୁ ଫେରିଯିବେ। ଏଣ୍ଡ ଇଟ୍ସ ମାଇ ପ୍ରମିସ୍।